ପିଲାମାନେ ଆମେ ଆଜି ସପ୍ତମ ଶ୍ରେଣୀର ଭୂଗୋଳ ବହିର ପ୍ରଥମ ପାଠ ଆମ ପରିବେଶ ଆମେ ପଢ଼ିବା, ତା ବିଷୟରେ ଜାଣିବା ଆଉ ତା'ର କିଛି କ୍ୱେଶ୍ଚିନ୍ ଆନ୍ସର୍ କରିବା। ପିଲାମାନେ ପରିବେଶ କହିଲେ କ'ଣ ବୁଝେ? ପରିବେଶ କହିଲେ ଆମେ ସାଧାରଣତଃ ଆମ ଚତୁଃପାର୍ଶ୍ୱରେ ଯାହା ଦେଖୁଛେ ତାହାକୁ ଆମେ ପରିବେଶ କହୁଛେ। ଯେମିତି ଆମ ଚାରିପାଖରେ କ'ଣ ଅଛି? ଘର ଅଛି, କୋଠା ଘର, ଶ୍ରେଣୀଗୃହ, ଏମିତି ଡେସ୍କ ବେଞ୍ଚ ଠାରୁ ଆରମ୍ଭ କରି ଆମ ଚାରିପାଖରେ ଆମେ ଯାହା ଦେଖୁଛେ ସେ ହେଲା ଆମ ପରିବେଶ। ଆମେ ଜାଣିଛେ ପରିବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକୃତିକ ପରିବେଶ ଆଉ ଗୋଟେ ହେଲା କୃତ୍ରିମ ପରିବେଶ। ତାହେଲେ ପ୍ରାକୃତିକ ପରିବେଶ କ'ଣ? ପ୍ରକୃତିରୁ ସୃଷ୍ଟି ହୋଇଥିବା ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ। ଆଉ ହେଲା କୃତ୍ରିମ ପରିବେଶ। କୃତ୍ରିମ ପରିବେଶ କ'ଣ? ଯେଉଁ ପରିବେଶକୁ ବା ପ୍ରାକୃତିକ ପରିବେଶକୁ ମନୁଷ୍ୟ ତା'ର ନିଜ ବୁଦ୍ଧି ବଳ କୌଶଳ ପ୍ରୟୋଗ କରି ଯାହା ତିଆରି କରିଛି, ଯେଉଁ ପରିବେଶ ତିଆରି କରିଛି ତାହାକୁ ଆମେ କୃତ୍ରିମ ପରିବେଶ କହିଥାଉ। ତାହେଲେ ଆମେ ଜାଣିଛେ ପ୍ରାକୃତିକ ପରିବେଶ କ'ଣ? ପର୍ବତ, ଝରଣା, ବୃକ୍ଷଲତା, ଜୀବଜନ୍ତୁ, ଏମିତି। ସେମିତି କୃତ୍ରିମ ପରିବେଶ କ'ଣ? ଯେମିତି ରାସ୍ତାଘାଟ, ଘର, ଗାଡ଼ି ମଟର, ବହି ଠାରୁ ଆରମ୍ଭ କରି ଆମେ ଯାହା ଆମ ଚାରିପାଖରେ ଦେଖୁଛେ ସେଗୁଡ଼ା ସବୁ କ'ଣ? କୃତ୍ରିମ ପରିବେଶ। ତାପରେ ଏ ମନୁଷ୍ୟକୃତ ପରିବେଶ ହେଲା କୃତ୍ରିମ ପରିବେଶ। ଆଉ ଗୋଟେ ହେଲା ଭୌତିକ ପରିବେଶ। ଭୌତିକ ପରିବେଶ କ'ଣ? ଆମ ଭୌତିକ ପରିବେଶ ହେଲା ସ୍ଥଳ ବାୟୁକୁ ନେଇ ଭୌତିକ ପରିବେଶ ଗଠିତ। ତାପରେ ଆମେ ପଢ଼ିବା ଅଶ୍ମମଣ୍ଡଳ କାହାକୁ କୁହାଯାଏ? ପୃଥିବୀର କଠିନ ଭୂତ୍ୱକ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ। ସେମିତି ପୃଥିବୀର ସମସ୍ତ ଜଳରାଶିକୁ ବାରିମଣ୍ଡଳ କୁହାଯାଏ। ପୃଥିବୀକୁ ଚତୁର୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ। ତାହେଲେ ଆମେ ଜାଣିଲେ ଅଶ୍ମମଣ୍ଡଳ କାହାକୁ କୁହାଯାଏ, ବାରିମଣ୍ଡଳ କାହାକୁ କୁହାଯାଏ, ବାୟୁମଣ୍ଡଳ କାହାକୁ କୁହାଯାଏ। ପୃଥିବୀର ମାନେ କଠିନ ଶକ୍ତ ଉପରିଭାଗକୁ ଆମେ ଅଶ୍ମମଣ୍ଡଳ କହିଲେ, ସମସ୍ତ ଜଳରାଶିକୁ ବାରିମଣ୍ଡଳ କହିଲେ, ଆଉ ଆମ ଚତୁଃପାର୍ଶ୍ୱକୁ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କହିଲେ। ତାହେଲେ ଉଭୟ ପ୍ରାଣୀ ଆଉ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ। ୟାକୁ ମଧ୍ୟ ମନେ ରଖିବା। ଆଉ ଗୋଟେ ଜିନିଷ ମୁଖ୍ୟ ଇମ୍ପୋର୍ଟାଣ୍ଟ ଜିନିଷ ପରିସଂସ୍ଥା। ପରିସଂସ୍ଥା କହିଲେ କ'ଣ ବୁଝ? ମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜୀବ ଓ ସେମାନଙ୍କ ଦ୍ୱାରା ଗଠିତ ପରିବେଶକୁ ପରିସଂସ୍ଥା କୁହାଯାଏ। ଯେମିତି ଆମେ ଗୋଟେ ପୋଖରୀରେ ମାଛ ଦେଖୁଛେ, ମାଛ ପାଇଁକି ତା ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଆଉ ପ୍ରାଣୀମାନେ ହେଲା ତା'ର ପରିସଂସ୍ଥା। ତାହେଲେ ଏମିତି ସମସ୍ତଙ୍କ ପାଇଁ ପରିସଂସ୍ଥା ଅଲଗା ଅଲଗା। ଆଉ ଗୋଟେ ଜିନିଷ ମନେ ରଖିବା, ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଆଉ ଗୋଟେ ଜିନିଷ ଶେଷରେ ମୁଁ ମନେ ରଖିବାକୁ କହିବି, ଯେ ଟଙ୍କାର ବ୍ୟବହାର ବିନା ହେଉଥିବା ବେପାରକୁ ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ। ରାଜସ୍ଥାନର ଜୈସଲମେର ସହରରେ ଆଦୌ ବର୍ଷା ହୁଏ ନାହିଁ। ଏହିସବୁ ଜିନିଷ ଜିନିଷ କହିଲେ ତାକୁ ମନେ ରଖିବା। ତାପରେ କିଛି ଗୋଟେ କ୍ୱେଶ୍ଚିନ୍ ଅଛି, ମୁଁ ତାହାକୁ ଆଲୋଚନା କରୁଛି। ପୃଥିବୀର କଠିନ ଭୂତ୍ୱକ ବା ଶକ୍ତ ଉପରିଭାଗକୁ କ'ଣ କୁହାଯାଏ? ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ ଆଉ ଜୀବମଣ୍ଡଳ। ଭିତରେ କ'ଣ କୁହାଯାଏ? ତାହେଲେ ଆମେ ଏବେ ପଢ଼ିଛେ, ଆଗରୁ ମଧ୍ୟ ପଢ଼ିଛେ। ତାହେଲେ କ'ଣ କୁହାଯାଏ? ଅଶ୍ମମଣ୍ଡଳ କୁହାଯାଏ। ତାପରେ ଦ୍ୱିତୀୟ ପ୍ରଶ୍ନ ହେଲା, କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ୟରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଆଉ ରାସାୟନିକ ଉପାଦାନ ମଧ୍ୟରେ ଅନ୍ତଃସମ୍ବନ୍ଧରୁ କ'ଣ ଗଢ଼ି ଉଠେ? ପରିବେଶ ଗଢ଼ି ଉଠେ, ନା ପରିସଂସ୍ଥା ଗଢ଼ି ଉଠେ, ନା ଭୌତିକ ପରିବେଶ, ନା ଜୈବିକ ପରିବେଶ? ତାହେଲେ ଉତ୍ତର ପରିସଂସ୍ଥା, ଅପସନ୍ ବି ପରିସଂସ୍ଥା ଗଢ଼ି ଉଠେ। କେଉଁଟି ଭୌତିକ ପରିବେଶର ଅନ୍ତର୍ଗତ? ଆମେ ଜାଣିଲେ ଭୌତିକ ପରିବେଶ କ'ଣ? ଜଳ, ସ୍ଥଳ ଆଉ ବାୟୁକୁ ନେଇକି ଭୌତିକ ପରିବେଶ। ତାହେଲେ ଆଙ୍କ ଏ ଅପସନ୍ରେ କ'ଣ ଅଛି? ମଣିଷ, ଜୀବଜନ୍ତୁ, ବୃକ୍ଷଲତା ଆଉ ମୂର୍ତ୍ତିକା। ତାହେଲେ ଆ ଭିତରୁ ଅପସନ୍ ଆମର ଉତ୍ତର କ'ଣ ହେବ? ମୂର୍ତ୍ତିକା।
ପ୍ରତିବର୍ଷ କେଉଁ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ? ମୁଁ ତୁମକୁ ଏବେ ଆଲୋଚନା କରିଛି ସେ ବିଷୟରେ। ଅକ୍ଟୋବର 5, ଡିସେମ୍ବର 5, ଜୁନ୍ 5, ଜୁଲାଇ 5। ତାହେଲେ ଆର ଉତ୍ତର କ'ଣ ହେବ? ସମସ୍ତେ କହିବା ଆର ଉତ୍ତର କ'ଣ ହେବ? ଜୁନ୍ 5। କେଉଁଟି ମନୁଷ୍ୟକୃତ ପରିବେଶର ଉପାଦାନ ନୁହେଁ? ମନୁଷ୍ୟକୃତ ପରିବେଶର ଉପାଦାନ ନୁହେଁ ପଚାରିଛି। ନୁହେଁ ମାନେ ଏହାକୁ ମନୁଷ୍ୟ ତିଆରି କରିନାହିଁ। ତାହେଲେ କ'ଣ କ'ଣ ଅପସନ୍ ଅଛି? ଇଟା, ମାଟି, ସିମେଣ୍ଟ, ଲୁହାଛଡ଼। ଆମେ ଜାଣିଛେ ସବୁ ଜିନିଷକୁ ମନୁଷ୍ୟ ତିଆରି କରିଛି, କେବଳ ମାଟି ଯାହା ପ୍ରକୃତିରୁ ଜାତ ବା ପ୍ରକୃତି ତାକୁ ସୃଷ୍ଟି କରିଛି। ତାହେଲେ ଉତ୍ତର କ'ଣ ହେବ? ମାଟି। କେଉଁଠାରୁ ଖଣିଜ ଦ୍ରବ୍ୟ ମିଳିଥାଏ? ବାରିମଣ୍ଡଳ, ଅଶ୍ମମଣ୍ଡଳ, ବାୟୁମଣ୍ଡଳ, କେଉଁଠି ନୁହେଁ? ତାହେଲେ ବାରିମଣ୍ଡଳ ତ ଆମେ ଜାଣିଛେ, ବାରିମଣ୍ଡଳ ହେଲା ସମସ୍ତ ଜଳରାଶିକି ଆମେ ବାରିମଣ୍ଡଳ କହୁଛେ। ବାୟୁମଣ୍ଡଳ ଆମ ଚତୁର୍ପାର୍ଶ୍ୱକୁ ଘେରି ରହିଥାଏ। ତାହେଲେ କେଉଁଠୁ ଖଣିଜ ଦ୍ରବ୍ୟ ମିଳିଥାଏ? ଅଶ୍ମମଣ୍ଡଳ ବା କଠିନ ଭୂତକରୁ। କେଉଁ ବିପ୍ଳବ ଯୋଗୁଁ ସମଗ୍ର ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ହେଲା? ତାହେଲେ ଯୋଗାଯୋଗ କହିଛି, ଯେମିତି ଯୋଗାଯୋଗ କ'ଣ? ଆମେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନ ଯାଇ ଯେମିତି ଜଣଙ୍କ ସାଥିରେ ମୋବାଇଲରେ କଥା ହେଇପାରୁଛେ, ଇଣ୍ଟରନେଟ୍ ଦ୍ୱାରା ଆମେ ତା ସାଥିରେ ଯୋଗାଯୋଗ ରଖିପାରୁଛେ। ତ ଯୋଗାଯୋଗ ହେଲା ଏ। ପ୍ରଥମ ହେଲା ଶିଳ୍ପ ବିପ୍ଳବ, ସବୁଜ ବିପ୍ଳବ, ସୂଚନା ବିପ୍ଳବ ଆଉ ଜନ ବିପ୍ଳବ। ତାର ଉତ୍ତରଟି ହେଲା ସୂଚନା ବିପ୍ଳବ। କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ? ପଚାରିଛି ପ୍ରାକୃତିକ ପରିସଂସ୍ଥା ନୁହେଁ, ତାହେଲେ ସେ କ'ଣ? ନିଶ୍ଚିନ୍ତ ଭାବରେ ମନୁଷ୍ୟକୃତ ହେଇଥିବ। ତାହେଲେ ମରୁଭୂମି, ଜଙ୍ଗଲ, ଆକ୍ୱାରିୟମ୍ ଆଉ କେଉଁଠି ନୁହେଁ? ତାହେଲେ ଉତ୍ତର କ'ଣ ହେବ? ଆମେ ସମସ୍ତେ ଆଦରୁ ଜାଣିପାରୁଥିବା ଉତ୍ତର ହେଲା ଆକ୍ୱାରିୟମ୍। କେଉଁଟି ମାନବୀୟ ପରିବେଶର ଅଙ୍ଗ ନୁହେଁ? ଭୂମି, ସମ୍ପ୍ରଦାୟ, ଧର୍ମ, କେଉଁଠି ନୁହେଁ? ଆମେ ଜାଣିଛେ ଭୂମି ହେଲା କ'ଣ? ପ୍ରାକୃତିକ ପରିବେଶ। ତାହେଲେ ଉତ୍ତର ହେବ ଆର ଭୂମି। କେଉଁଟି ଏକ ମାନବକୃତ ପରିବେଶ? ପର୍ବତ, ସମୁଦ୍ର, ରାସ୍ତା, ନଦୀ। ତାହେଲେ ଆ ଭିତରୁ ମଣିଷ କାହାକୁ ତିଆରି କରିଛି? ରାସ୍ତାକୁ ତିଆରି କରିଛି। କେଉଁଠି ପରିବେଶ ନିମନ୍ତେ ବିପଦ, ମାନେ ଆମ ପରିବେଶ ପାଇଁକି ବିପଦ ସୃଷ୍ଟି କରୁଛି କ'ଣ? ବଢ଼ୁଥିବା ଉଦ୍ଭିଦ। ବଢ଼ୁଥିବା ଉଦ୍ଭିଦ ତ ଆମ ପରିବେଶ ପାଇଁକି ନିଶ୍ଚିନ୍ତ ଭାବରେ ବହୁତ ଭଲ। କାରଣ ଉଦ୍ଭିଦ ବର୍ତ୍ତମାନ କୁହାହେଉଛି ବାରମ୍ବାର, ବର୍ତ୍ତମାନ ଯେଉଁ ରେଟ୍ରେ ଖରା ବଢ଼ୁଛି, ତାହେଲେ ଆମକୁ ସମସ୍ତଙ୍କୁ ଉଦ୍ଭିଦ ଲଗାଇଲେ ହିଁ, ବୃକ୍ଷରୋପଣ କଲେ ହିଁ ଏ ଖରାରୁ ଆମେ ତ୍ରାହି ପାଇବା। ବଢ଼ୁଥିବା ଉଦ୍ଭିଦ ଭଲ। ତାହେଲେ ବଢ଼ୁଥିବା ଜନସଂଖ୍ୟା, ବଢ଼ୁଥିବା ଶସ୍ୟ କେଉଁଠି ନୁହେଁ? ଉତ୍ତର କ'ଣ ହେବ? ବଢ଼ୁଥିବା ଜନସଂଖ୍ୟା। ମୁଁ ଆଶା କରୁଛି ଏତିକି କୋଶ୍ଚିନ୍ ତୁମେମାନେ ତୁମ ଖାତାରେ ଅଭ୍ୟାସ କରିବା ସହିତ ପ୍ରାକ୍ଟିସ୍ କରିବେ। ଏହାକୁ ବାରମ୍ବାର ପ୍ରାକ୍ଟିସ୍ କରିବେ। ସମସ୍ତେ ମନ ଦେଇ ପଢ଼ିବେ।